ୟଙ୍ଗଷ୍ଟାର ଗ୍ରୁପ ଦ୍ୱାରା ସୃଜନ ଶକ୍ତିର ବିକାଶ କାର୍ଯ୍ୟକ୍ରମ। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇଭୁଣିଆ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ସେଠାକାର ଆଦିବାସୀ ପିଲାମାନଙ୍କ ଶିକ୍ଷା ସହ କଳା, କ୍ରୀଡ଼ା ଓ ସାଂସ୍କୃତିକ ଗୁଣାତ୍ମକ ବିକାଶ କରିବା ଦିଗର କାଳିକ ପଞ୍ଚାୟତର ଧରମପୁର ଗାଁର କିଛି ଆଦିବାସୀ ଶିକ୍ଷିତା ଯୁବତୀମାନଙ୍କ ଦ୍ୱାରା ଗଠିତ ୟଙ୍ଗଷ୍ଟାର ଗ୍ରୁପ ପ୍ରୟାସକ୍ରମେ ଗାଁର କୁନି କୁନି ପିଲାମାନଙ୍କୁ ନେଇ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନୂତନ ବର୍ଷରୁ ଆରମ୍ଭ କରି ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଥିଲା। କୃତିତ୍ୱ ପିଲାମାନଙ୍କୁ ମାନପତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ପରିଶେଷରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଂଗଠନର ସଭାପତି ଅଞ୍ଜନା ମାରାଣ୍ଡିଙ୍କ ସଭାପତିତ୍ୱରେ ସମ୍ପାଦକ କଳ୍ପନା ହେମ୍ବ୍ରମ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ଦେଇଥିଲେ। ମୁଖ୍ୟ ଅତିଥି ସାମ୍ବାଦିକ ସନ୍ତୋଷ କୁମାର ଜେନା, ସମ୍ମାନିତ ଅତିଥିଙ୍କ ଭିତରୁ ସମାଜସେବୀ ଦିନେଶ କିସ୍କୁ, ମାଣିକ ମାରାଣ୍ଡି, ୱାର୍ଡ ସଭ୍ୟା ତିଳୋତ୍ତମା ପାତ୍ର, ସମିତି ସଭ୍ୟା ସୀତା ମାରାଣ୍ଡି, ସୁଦୀପ୍ତା ଜେନା, ବିମଲ ହେମ୍ବ୍ରମ ଉପସ୍ଥିତ ରହି ପିଲାମାନଙ୍କୁ ଶିକ୍ଷା ସହ କଳା, ସାଂସ୍କୃତିକ ବିକାଶ, କ୍ରୀଡ଼ା କ୍ଷେତ୍ରରେ ପିଲାମାନଙ୍କ ଆଗ୍ରହ ବଢ଼ାଇବା ବିଭିନ୍ନ ଉପଦେଶ ଦେଇ ଗାଁର ଯୁବତୀମାନଙ୍କ ଦ୍ୱାରା ଏପରି ପ୍ରୟାସକୁ ପ୍ରଶଂସା କରିଥିଲେ। ସଂଗଠନର ସଭ୍ୟା ମୋନାଲିସା ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର ଅନ୍ୟମାନଙ୍କ ଭିତରୁ ମମତା ମାରାଣ୍ଡି, ସୁନିତା ମାରାଣ୍ଡି, ବିତସ୍ତା ହେମ୍ବ୍ରମ, ସାମୁଏଲ ହେମ୍ବ୍ରମ, ବିଦ୍ୟାଧର ମାରାଣ୍ଡି, ସୋମବାରୀ ମାରାଣ୍ଡି ସହଯୋଗ କରିଥିଲେ। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।